स्वागतम बंधु स्वागतम। ये श्रोता बंधु आमे एबे गुरुवार को नहीं किसी आलोचना करिबा दैनिक राशिफल गुरुवार राशिफल। आज मन रखिबा आज नवेम्बर 6 तारीख गुरुवार। नवेम्बर 6 तारीख गुरुवार सूर्यास्त 5:09 पर सूर्यास्त 5:09 पर अशुभ समय 12:55 रु 2:19। अशुभ समय 12:55 रु 2:19। घात बार तुला और कुंभर तुला राशि और कुंभ राशि घात बार। घात चंद्र बिछा राशि पुरुषंकर। घात चंद्र बिछा राशि पुरुषंकर। आमे एबे आलोचना करिबा मेष राशि कथा। मेष राशि पाई आज एक मिश्रित फल। नवेम्बर 6 तारीख गुरुवार मेष राशि पाई मिश्रित फल मिलिबो। माने किछि खट्टा किछि मिठा। 11:45 जाए देह मुंड ठीक ठाक रहिबो। 11टा दिन 11:45 जाए देह मुंड ठीक ठाक रहिबो। रहिले भी कौनसी आघात जनित रक्तपात होई पारे। जेहेतु श्रीचंद्रर किछि अंश अछि तेणु आघात जनित रक्तपात होई पारे। सकाळ 6:34 रु अश्विनी मेषर अशुभ समय आरंभ हेबो। सकाळ 6:34 रु अश्विनी मेषर अशुभ समय आरंभ हेबो। दिन 11:46 रु कौनसी अतीत घटना पाई मन विभ्राट हेबो। अतीत रे किछि अघटन घटी जाइछि से मन पड़ी जीवो तेणु मन विभ्राट हेबो। मन आकुल व्याकुल हेबो। मन चंचल हेतु कौनसी कार्य मन लागिबनी फलरे अपदस्थ भाग पड़िबो। सुतरां मेष राशिर बंधुगण आज हाथे मापी चाखंडे चलिबा उचित। आसिबा वृष पाखु। नवेम्बर 6 तारीख गुरुवार वृष राशि पाई दिन 11:45 जाए अशुभ समय। 11:45 जाए वृष राशि अशुभ समय। वृथा संव्यय हेबो। हाथरू पैसा खसीजीव वृथा व्यय हेबो। टिके हाथ को मुठे दियंतु। वृथा खर्च करिबा पूर्वरु अनेक भावंतु ए क्षेत्र रे एठारे खर्च करिबी कि नाही कारण आगो को बड़ खर्च अछि। देह खराब हेबो। पुराना रोगींको पाई सतर्कता अवलंबनीय। 11:46 पर शुभ समय आसिबो। 11:45 पर्यंत अशुभ समय। 11:46 पर शुभ समय आसिबो। देह मुंड सजाड़ी होई जीवो। सुस्थता अनुभव करिवे। मात्र सकाळ 6:34 पर ठारू सकाळ 6:34 पर ठारू कृत्तिका वृषर अशुभ समय आरंभ हेबो। कृत्तिका नक्षत्र वृष राशि। मिथुन कथा बुझिबा। नवेम्बर 6 तारीख गुरुवार मिथुन राशि आर्द्रा नक्षत्र सकाळ 6:34 ठारू अशुभ समय आरंभ हेबो। दिन 11:45 जाए समस्त मिथुन राशि पाई शुभ समय। दिन 11:45 जाए मिथुन राशिर समस्त नक्षत्र शुभ फल पाइबे। समस्त मनस्कामना पूर्ण हेबो। समस्त लौकिक शुभ इच्छा पूर्ण हेबो। 11:46 परे पुराना रोगींक अवस्था संकटापन्न हेबो। अशुभ समय आसी जिबारु वृथा व्यय हेबो। देह मुंड असुस्थ हेबो। दिन 11:46 पर ठारू
ପୁରୁଣା ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବ। କର୍ମ କ୍ଷେତ୍ରରେ ଅଶାନ୍ତ ପରିବେଶ ସୃଷ୍ଟି ହେବ। ଦିନ 11:45 ଯାଏ ସବୁ ଦିଗରୁ ଶୁଭ। ଦିନ 11:46ରୁ ତାପରେ ଅଶୁଭ ସମୟ ଆରମ୍ଭ ହେବ ମିଥୁନ ରାଶିର। ନଭେମ୍ବର 6 ତାରିଖ ଗୁରୁବାର କର୍କଟ ରାଶି ପାଇଁ ଏକ ପ୍ରକାର ଶୁଭ ଦିନ। ଗୁରୁବାର ନଭେମ୍ବର 6 ତାରିଖ କର୍କଟ ରାଶି ପାଇଁ ଏକ ପ୍ରକାର ଶୁଭ ଦିନ। ମାତ୍ର ସକାଳ 6:34ରୁ ପୁଷ୍ୟା ନକ୍ଷତ୍ର ପାଇଁ ଅଶୁଭ ସମୟ ଆରମ୍ଭ ହେବ। ସକାଳ 6:34ରୁ ପୁଷ୍ୟା ପାଇଁ ଭଲ ଦିନ ନୁହେଁ। ଅଶୁଭ ସମୟ ଆରମ୍ଭ ହେବ ଦିନ 11:45 ଯାଏ। କର୍ମ ଚଞ୍ଚଳ ରହି ନୂଆ ନୂଆ ଯୋଜନା କରି ଚାଲିବେ। 11:46 ଠାରୁ ସେ ସମସ୍ତ ଯୋଜନା ସଫଳ ହେବ। ଯୋଜନା କରିବେ, ପ୍ଲାନ୍ କରିବେ, କ'ଣ କଲେ ଲାଭ ହେବ। 11:45 ଯାଏ ଏହି ଯୋଜନା ଚାଲିବ ମୁଣ୍ଡ ଭିତରେ, ମନ ଭିତରେ, ହୃଦୟ ଭିତରେ। 11:46 ଠାରୁ ସେ ଯୋଜନା ସଫଳ ରୂପ ନେବ। ଈଶ୍ୱର ଦୟା କରିବେ, ମଙ୍ଗଳ ହେବ। ଆଉ ଆୟ ବଢ଼ିଯିବ, ଶାନ୍ତି ସୁଖ ମିଳିବ। ବହୁ ଦିନରୁ ଥିବା ସମସ୍ୟାର ସମାଧାନ ହୋଇଯିବ। ଏ କର୍ମ ଚଞ୍ଚଳ ରହିବେ, ଆଉ ସବୁ ଦିଗରେ ମଙ୍ଗଳ ହେବ। ଇଏ ଗଲା କର୍କଟ କଥା। ନଭେମ୍ବର 6 ତାରିଖ ଗୁରୁବାର ସିଂହ ରାଶି ମଘା ନକ୍ଷତ୍ର ଆଉ ଉତ୍ତର ଫାଲ୍ଗୁନ ନକ୍ଷତ୍ର। ସିଂହ ରାଶିର ମଘା ନକ୍ଷତ୍ର ଓ ଉତ୍ତର ଫାଲ୍ଗୁନ ନକ୍ଷତ୍ର, ଏ ଉତ୍ତର ଫାଲ୍ଗୁନ ନକ୍ଷତ୍ର, এই ଦୁଇ ନକ୍ଷତ୍ରଙ୍କର ସକାଳ 6:34ରୁ ଅଶୁଭ ସମୟ ଆରମ୍ଭ ହେବ। 11:45 ଯାଏ ପୂର୍ବ ଦିନର ରୋଗ ପୀଡ଼ା ଦେବ। ଆମେ ଗୁରୁବାର କଥା କହୁଛେ ନା, ବୁଧବାର ଯେଉଁ ରୋଗ ହେଇଥିଲା ସେ ପୁରା ଉପଶମ ହେଇନି। ତେଣୁ ଗୁରୁବାର ଯାଏ 11:45 ଯାଏ ପୂର୍ବ ଦିନର ରୋଗ ପୀଡ଼ା ଦେବ। କ୍ରମଶଃ 11ଟାରୁ ସାମାନ୍ୟ ଉପଶମ ହୋଇ ହୋଇ ଆସିବ। 11:46 ପରେ ଦେହ ସୁସ୍ଥ ହେବ, ମନ ଭଲ ରହିବ। ଆଉ ସବୁ ଚାଲି ବୋଲି ଠାଣି ମାଣି କାହାଣୀ ଚାହାଣୀରେ ଆଉ ଭଲ କ'ଣ। ସିଂହ ରାଶିର ସିନା ଦେହ ଟିକେ ସୁସ୍ଥ ହେବ, ହେଲେ ଅପମାନ ଯୋଗ ଅଛି ପରା। ତେଣୁ ଚାଲି ବୋଲି ଠାଣି ମାଣି କାହାଣୀ ଚାହାଣୀରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ, ନହେଲେ ଅପମାନିତ ହେବେ। ଜଗି ରଖି ମାପି ଚୁପି କଥାବାର୍ତ୍ତା କରିବେ, ହସୁଥିବେ, ମୁହଁଟି ହସ ହସ ଦିଶୁଥିବ, କିନ୍ତୁ କାହାକୁ କିଛି କହିବେନି। ହୁଁ କହୁଥିବ, ହାଁ କହୁଥିବ, ମନ ଦେଇଥିବ ଆନେ। ଶାସ୍ତ୍ରବାଣୀ, ମୁଁ ମନରୁ କିଛି କହୁନି। ମାଇପି କଥା ଖଳ ବଚନ କେବେ ନ ଶୁଣିବ କାନେ। ହୁଁ କହୁଥିବ, ହାଁ କହୁଥିବ, ମନ ଦେଇଥିବ ଆନେ। ଯିଏ ଯାହା କହୁଛି କହୁ, ମୁଁ କିନ୍ତୁ କାହାକୁ ସମର୍ଥନ କରିବିନି। ବୋଇଲେ ଭଲ, ଆଉ କଲେ ଭଲ। କନ୍ୟା କଥା ବୁଝିବା। ନଭେମ୍ବର 6 ତାରିଖ ଗୁରୁବାର କନ୍ୟା ରାଶି ଉତ୍ତର ଫାଲ୍ଗୁନ ନକ୍ଷତ୍ରର ସକାଳ 6:34ରୁ ଅଶୁଭ ସମୟ ଆରମ୍ଭ ହେବ। 11:45 ଯାଏ ପୂର୍ବ ଦିନର ରୋଗ ପୀଡ଼ା ଦେବ। କ୍ରମଶଃ 11ଟାରୁ ସାମାନ୍ୟ ଉପଶମ ଲାଗିବ। 11:46 ପରେ ଦେହ ସିନା ସୁସ୍ଥ ହୋଇଯିବ, ହେଲେ ଚାଲି ବୋଲି ପ୍ରବୃତ୍ତିରେ ସତର୍କତା ଅବଲମ୍ବନ ନ କଲେ ଅପମାନିତ ହେବେ। ଏବେ ତୁଳା କଥା ଆଲୋଚନା କରିବା। ନଭେମ୍ବର 6 ତାରିଖ ଗୁରୁବାର ତୁଳା ରାଶି ସ୍ୱାତି ନକ୍ଷତ୍ରର ସକାଳ 6:34ରୁ ଅଶୁଭ ସମୟ ଆରମ୍ଭ ହେବ। ହେଲେ 11:46ରୁ ସମସ୍ତ ତୁଳା ରାଶିର ବ୍ୟକ୍ତି ସମୁଦାୟ ଅସୁସ୍ଥ ହେବେ। 11:46ରୁ ତୁଳା ରାଶି ଲୋକମାନେ ଅସୁସ୍ଥ ହେବେ। ଏପରିକି ପୁରୁଣା ରୋଗୀଙ୍କ ସଙ୍କଟାପନ୍ନ ଅବସ୍ଥା ହୋଇଯିବ। କିନ୍ତୁ 11:45 ଯାଏ ଦିନ ସୁଖରେ ସୁଖରେ ଯିବ। ମନ ମୁତାବକ ଆୟ ହେବ, ରୁଚିକର ଖାଦ୍ୟ ପେୟ ମିଳିବ,
ପ୍ରିୟ ଲୋକେ ପାଖକୁ ଆସିବେ। ନଭେମ୍ବର 6 ତାରିଖ ଗୁରୁବାର ବିଛା ରାଶି ଅନୁରାଧା ନକ୍ଷତ୍ରର ସକାଳ 6:34 ଅଶୁଭ ସମୟ ଆରମ୍ଭ ହେବ। ଏତିକି ମାତ୍ର ଅସୁବିଧା ଯେ ଅନୁରାଧାକୁ ଯଥେଷ୍ଟ ବେଶୀ ଲାଭ ମିଳିବନି। ଏ ଯେଉଁ ଅଶୁଭ ସମୟ ବୋଇଲେ ଅନ୍ୟ ନକ୍ଷତ୍ର ଦ୍ୱୟଙ୍କୁ ଯଥେଷ୍ଟ ବେଶୀ ଲାଭ ମିଳିବ, କିନ୍ତୁ ଅନୁରାଧାକୁ ଯଥେଷ୍ଟ ବେଶୀ ଲାଭ ମିଳିବନି। ଯାହା ବିଶାଖା ଓ ଜ୍ୟେଷ୍ଠାକୁ ମିଳିବ ସମସ୍ତ ବିଛା ରାଶିଙ୍କ ପାଇଁ ଆଜି 11:45 ଯାଏ ଯାବତୀୟ ଲୌକିକ ଲାଭ ଯୋଗ ଅଛି। ତା ପରଠାରୁ ଧନାଗମ ହେବ, ସମସ୍ତ ଆର୍ଥିକ ସମସ୍ୟାର ସମାଧାନ ହେବ ଆଉ ସହଜ ଉପାୟରେ ସରଳ ଉପାୟରେ ସବୁ ସମସ୍ୟା ଆସିବ ଆଉ ପଳେଇବ, କିଛି କଷ୍ଟ ହେବନି। ଶାନ୍ତି ଓ ସୁଖ ଯଥେଷ୍ଟ ମିଳିବ। ନଭେମ୍ବର 6 ତାରିଖ ଗୁରୁବାର ଧନୁରାଶି ମୂଳା ଓ ପୂର୍ବଷାଢ଼ା ନକ୍ଷତ୍ରର ଅଶୁଭ ସମୟ ମୂଳା ଆଉ ପୂର୍ବଷାଢ଼ା ନକ୍ଷତ୍ରର ଅଶୁଭ ସମୟ ସକାଳ 6:34 ଠାରୁ ଆରମ୍ଭ ହେବ। ଅର୍ଥାତ୍ ଏହି ଦୁଇ ନକ୍ଷତ୍ର ସମ୍ପନ୍ନ ବ୍ୟକ୍ତି ସମୁଦାୟ ଦିନକୁ କୌଣସି ପ୍ରକାରରେ ଦୁଃଖରେ ନୁହଁ ସୁଖରେ ଅନୁଭବ କରିବେ। ସମସ୍ତ ଲୌକିକ ପାରିବାରିକ ସୁଖ ଲାଭ କରିବେ। ଏତିକି ମାତ୍ର 11:45 ଯାଏ ଧନୁରାଶିର ଲୋକେ ନାନାବିଧ ସୁଖ ପାଇ ଖୁସି ହେବେ। 11:46ରୁ ସମସ୍ତ ବୃତ୍ତିଧାରୀଙ୍କର ବଢ଼ିଆ ଲାଭ ହେବ। ଦୁଇ ପ୍ରକାର ଲାଭ। ପ୍ରଥମେ ମିଳିବ ସୁଖ ଆଉ ଶାନ୍ତି, ମନେ ମନେ ପ୍ଲାନ୍ ହେବ। ତାପରେ ଯେଉଁମାନେ ବୃତ୍ତିଧାରୀ ତାଙ୍କର ବଢ଼ିଆ ଲାଭ ହେବ। ବିଶେଷ କରି ବ୍ୟବସାୟୀମାନଙ୍କ ଭଳି ଯେଉଁମାନଙ୍କ ହାତକୁ ପ୍ରତିଦିନ ଅର୍ଥ ଆସେ ସେମାନଙ୍କ ଆର୍ଥିକ ବିକାଶ ହେବ। ଆଉ ବ୍ୟବସାୟୀମାନଙ୍କର ଯିଏ ଯେଉଁ ବ୍ୟବସାୟକୁ, ପାନ ଦୋକାନୀ ହେଉ କି ହୀରା ବ୍ୟବସାୟ ହେଉ, ଯିଏ ଯେଉଁ ବ୍ୟବସାୟ କରୁଛନ୍ତି ତାଙ୍କର ବଢ଼ିଆ ଲାଭ ହେବ। ଏବେ ନଭେମ୍ବର 6 ତାରିଖ ଗୁରୁବାର ମକର ରାଶି ପୂର୍ବଷାଢ଼ା ନକ୍ଷତ୍ରର ସକାଳ 6:34ରୁ ଅଶୁଭ ସମୟ ଆରମ୍ଭ ହେବ। ପୁଣି ସମସ୍ତ ମକର ରାଶି ପାଇଁ ଦିନ 11:45 ଯାଏ ଅତି ଅଶୁଭ ସମୟ। 11:46 ସୁଦ୍ଧା ସୁସ୍ଥ ହୋଇ ସମସ୍ତେ ସାମାନ୍ୟ ଶାନ୍ତି ପାଇ ଖୁସି ହେବେ। ଧୀରେ ଧୀରେ ସାଉଁଟି ଗୋଟେଇ ଯେଉଁ ସବୁ ଲୌକିକ ପାରିବାରିକ ସାମାଜିକ ସୁଖ ଯୋଗାଡ଼ କରିଛନ୍ତି ତାହା ଫୁଲ ଭଳି ଫୁଟିବ, ବାସ ମହକାଇବ। ଅର୍ଥାତ୍ ସେମାନଙ୍କୁ ସବୁ ପ୍ରକାର ସୁଖ ଶାନ୍ତି ମିଳିବ କ୍ରମଶଃ 11:46 ପରେ। 11:45 ଯାଏଁ ଟିକେ ମନ ଆମ୍ବିଳା ଆମ୍ବିଳା ଲାଗିବ, ସମସ୍ୟା ଟିକେ ଟିକେ ଆସିବ। ଏ ଗଲା ମକର କଥା। କୁମ୍ଭ କଥା ବୁଝିବା। କୁମ୍ଭ ରାଶି ପାଇଁ ନଭେମ୍ବର 6 ତାରିଖ ଗୁରୁବାର କ'ଣ ଦେଉଛି? ନଭେମ୍ବର 6 ତାରିଖ ଗୁରୁବାର କୁମ୍ଭ ରାଶି ଶତବିଶା ନକ୍ଷତ୍ରର ସକାଳ 6:34ରୁ ଅଶୁଭ ସମୟ ଆରମ୍ଭ ହେବ। ସମସ୍ତ କୁମ୍ଭ ରାଶିର ଲୋକେ ମହା ଆନନ୍ଦରେ 11:45 ଯାଏ ସଂସାର ସାଗରରେ ଜୀବନ ନୌକାକୁ ବାହିତ କରି ଖୁସି ହେବେ। ସମସ୍ତ କୁମ୍ଭ ରାଶିର ଲୋକେ ମହା ଆନନ୍ଦରେ 11:45 ଯାଏ ସଂସାର ସାଗରରେ ଜୀବନ ନୌକାକୁ ବାହି ବାହି ବହୁତ ସୁଖୀ ହେବେ। ମାତ୍ର 11:46ରୁ କ୍ରମଶଃ ସମସ୍ତ କୁମ୍ଭ ରାଶିର ବ୍ୟକ୍ତି ରୋଗାକ୍ରାନ୍ତ ହେବେ। କାହାର ବି କିଛି ନା ବି ରୋଗ ହେବ। ବିଧାତା ଏସବୁ ଯୋଜନା କରିଛନ୍ତି ବୋଲି ସେ କେହି ବି ଆଶା କରିନଥିବେ, ହଠାତ୍ ରୋଗାକ୍ରାନ୍ତ ହେଇଯିବେ। ପୁରୁଣା ରୋଗୀ ସାବଧାନତା ଅବଲମ୍ବନ ନ କଲେ ଘୋର ଅସୁବିଧାର ସମ୍ମୁଖୀନ ହେବେ। କୁମ୍ଭ ରାଶି ପାଇଁ 11:46 ପରଠାରୁ ଦେହ ଅସୁସ୍ଥ ହେବ, ତେଣୁ ସାବଧାନ କରି ଦିଆଗଲା। ମୀନରାଶି ନଭେମ୍ବର 6 ତାରିଖ ଗୁରୁବାର ମୀନରାଶି ଉତ୍ତରଭାଦ୍ର ନକ୍ଷତ୍ରର ସକାଳ 6:34ରୁ ଅଶୁଭ ସମୟ ଆରମ୍ଭ ହେବ। ଦିନ 11:45 ଯାଏ ବଡ଼ ଅଶୁଭ ସମୟ ଆସିଯିବ, ଯାହାଫଳରେ 11:45 ଯାଏ ଅସ୍ତ ବ୍ୟସ୍ତ ଲାଗିବ। ଚଳଚଞ୍ଚଳ ରହିବେ କିନ୍ତୁ ଶାନ୍ତି ପାଇବେନି। 11:46ରୁ ଶୁଭ ସମୟ ଆସି ଆନନ୍ଦ ବିତରଣ କରିବ। 11:45 ଯାଏ କୁଟୁମ୍ବରେ କଳହ ହେବ, ମନ ବ୍ୟାକୁଳ ହେବ,
आयरे बाधा हेब 11:46 पर आय बढ़ीज समस्त व्रतधारी यथेष्ट मंगल हेब आउ मन खुशी लगे मजा लगे। ये गला 6 तारीख गुरुवार कथा बंधु आज एतिकी ईश्वर चाहिए आमे पुणी आसंता काली ठीक ए समय दुख सुख हवा रही। नमस्कार।